ସମସ୍ତେ ଜାଣିଛନ୍ତି ଆମ ରାଜ୍ୟରେ ଶିଶୁ ସେବିକା ନାମକ ଏକ ଭାକାନ୍ସି ବାହାରିବାକୁ ଯାଉଛି, ଯାହାକି 45,000। ଓକେ, ଯାହାକି ଭାକାନ୍ସି ରହୁଛି କେତେ ନା 45,000 ଭାକାନ୍ସି ରହିବ ସାରା ଓଡ଼ିଶାରେ, ସାରା ରାଜ୍ୟରେ 45,000 ଭାକାନ୍ସି ରହିବ। ତ ଏଇ ଶିଶୁ ସେବିକା କ'ଣ, କେଉଁଥିପାଇଁ ପୋଷ୍ଟ ବାହାରିଲା, ଏହାର ଯୋଗ୍ୟତା କ'ଣ ରହୁଛି, ତାପରେ ଏହାର ବୟସ କେତେ କ'ଣ ରହିବ, ଓକେ, ତାପରେ କ'ଣ ରହୁଛି ଏହାର ଆବେଦନ ସିଲେକ୍ସନ୍ କେମିତି କ'ଣ ହେବ, ପୋଷ୍ଟିଂ କେଉଁଠି ହେବ, ପୋଷ୍ଟିଂ ହେଲା ପରେ କାମ କ'ଣ ଏବଂ କାମ କେତେ, କେଉଁଠି କାମ କରିବେ, କେତେ ଘଣ୍ଟା କାମ କରିବେ ଏବଂ ସର୍ବଶେଷରେ ଦରମା କେତେ ପାଇବେ। ସମସ୍ତ ଭିଡ଼ିଓକୁ ଷ୍ଟେପ୍ ବାଇ ଷ୍ଟେପ୍ ମୁଁ ଆପଣଙ୍କୁ ଗୋଟି ଗୋଟି କରି ବୁଝେଇବି। ଭିଡ଼ିଓଟିକୁ ଟିକେ ସମୟ ଲାଗିବ ଦେଖିବା ପାଇଁ, କାହିଁକିନା ଆପଣ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିଲେ ଆପଣ ଜାଣିପାରିବେ ଯେ ଭିଡ଼ିଓରେ ୟାର ସିଲେକ୍ସନ୍ ପ୍ରୋସିଜରରୁ ଆରମ୍ଭ କରି ଫର୍ମ ପକାଇଲା ଆରମ୍ଭ ଦରମା ପର୍ଯ୍ୟନ୍ତ ଡିଟେଲ୍ ଆପଣମାନେ ଜାଣିପାରିବେ। କାହିଁକିନା ବହୁତ ଗୁଡ଼ିଏ ପିଲା ଜାଣିପାରୁନାହାନ୍ତି ଏଇ ଶିଶୁ ସେବିକା କ'ଣ, ଶିଶୁ ବାଟିକା କ'ଣ, କେମିତି ଆପଣମାନେ ଏଥିପାଇଁ ଫର୍ମ ପକାଇବେ, କେଉଁଠି ଆପଣମାନେ ଏଥିପାଇଁ ଆବେଦନ କରିବେ, ୟାର କାମ କ'ଣ, ତ ୟାର ଡିଟେଲ୍ ବୁଝିବେ କେମିତି, ଡିଟେଲ୍ ଆମେ ଆଜି ଏହି ଭିଡ଼ିଓ ଜାଣିବା। ଓକେ, ଚାଲନ୍ତୁ ସମ୍ପୂର୍ଣ୍ଣ ଭିଡ଼ିଓ ଦେଖିବା। ତା ପୂର୍ବରୁ ଆପଣ ଯଦି ଚ୍ୟାନେଲ୍ ନୂଆ ଅଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଭିଡ଼ିଓକୁ ଲାଇକ୍ ସେୟାର କରିବାକୁ ଭୁଲିବେନି, କାହିଁକିନା ଆପଣଙ୍କ ପ୍ରତିଟି ସେୟାର ଆପଣଙ୍କର ସାଙ୍ଗସାଥୀମାନଙ୍କୁ ସେୟାର କରନ୍ତୁ, ଯାହାଦ୍ୱାରା କି ସେମାନେ ମଧ୍ୟ ଏଥିପାଇଁ ଜାଣିପାରିବେ। ଓକେ, ଚାଲନ୍ତୁ ଭିଡ଼ିଓ ଆରମ୍ଭ କରିବା। ଶିଶୁ ସେବିକା ଭାକାନ୍ସି ହେଉଛି ଆପଣଙ୍କର ଟୋଟାଲ୍ ଆପଣଙ୍କର ପ୍ରତି ପଞ୍ଚାୟତରେ ଯେତିକି ଆପଣଙ୍କର ପ୍ରାଇମେରୀ ସ୍କୁଲ ଅଛି ସମସ୍ତ ସ୍କୁଲ ପ୍ରାଥମିକ ବିଦ୍ୟାଳୟରେ ଆପଣଙ୍କର ଏଥିରେ ଭର୍ତ୍ତି ହେବେ। ଓକେ, ତ ଏଥିର ସିଲେକ୍ସନ୍ ପ୍ରୋସିଜର କ'ଣ ଡିଟେଲ୍ ଆମେ ଏ ବିଷୟରେ ଜାଣିବା। ତ ଦେଖନ୍ତୁ ଟୋଟାଲ୍ ଉପରେ ଆପଣଙ୍କର 45,000 ଭାକାନ୍ସି ଏଥିରେ ଆପଣଙ୍କର ରହୁଛି। ଓକେ, ଆଉ ଏଥିରେ ମଧ୍ୟ କେବଳ ଫିମେଲ୍ କାଟାଗୋରୀ ହିଁ ଏଥିରେ କେବଳ ଆପ୍ଲାଏ କରିପାରିବେ। ଓକେ, ଏଥିରେ କେବଳ ଫିମେଲ୍ କାଟାଗୋରୀ ହିଁ କେବଳ ଏଥିରେ ଆପ୍ଲାଏ କରିପାରିବେ। ଦେଖନ୍ତୁ ଏଥିରେ ପୁରୁଷ ଏଥିପାଇଁ ଆପ୍ଲାଏ କରିପାରୁନାହାନ୍ତି, କାହିଁକିନା ଆପଣ ଦେଖିଥିବେ ବହୁତ ଶିଶୁ ମନ୍ଦିର ହେଉ କି ବା ଯେକୌଣସି ଆପଣଙ୍କର ପ୍ରାଇଭେଟ୍ ସ୍କୁଲ ହେଉ ସେଥିରେ ଦେଖିବେ ପ୍ରାୟତଃ ଲେଡ଼ିଜ୍ ମାନେ ହିଁ ପ୍ରାୟ ରୁହନ୍ତି। ତ ଏଇ କାମରେ କ'ଣ ନା ଲେଡ଼ିଜ୍ ମାନଙ୍କୁ ଟିକେ ଅଧିକ ଇମ୍ପୋର୍ଟାନ୍ସ ଦିଆଯାଏ। ଆପଣମାନେ ଦେଖିଥିବେ ଯେମିତି ଅଙ୍ଗନବାଡ଼ିରେ ରଖାଯାଏ, ଯେଉଁ ହେଲ୍ପର ରହନ୍ତି ଅଙ୍ଗନବାଡ଼ି ୱାର୍କର ରହନ୍ତି ସେମାନେ ଯେମିତି କେବଳ ସ୍ତ୍ରୀ ଲୋକମାନେ ରଖାଯାଏ, ଫିମେଲ୍ କାଟାଗୋରୀ ରଖାଯାଏ, ତ ସେମିତି ଏଥିରେ ମଧ୍ୟ କେବଳ ଫିମେଲ୍ କାଟାଗୋରୀ ରହୁଛି, ବୁଝିପାରିଲେ। ତ ତାପରେ ଦେଖନ୍ତୁ ଏଥିରେ ଆପଣଙ୍କର ଯେଉଁ ଶିଶୁ ସେବିକା ରିକ୍ୱାରମେଣ୍ଟ ହେଉଛି, ଏଇଥିରେ ରିକ୍ୱାରମେଣ୍ଟରେ ଆପଣଙ୍କର କ'ଣ ରହୁଛି ନା ଏଇଟା ଆପଣଙ୍କର ରିକ୍ୱାରମେଣ୍ଟ ଅଥରିଟି ରହୁଛନ୍ତି କିଏ ନା ସ୍କୁଲ ଆଣ୍ଡ ମାସ୍ ଏଜୁକେସନ୍ ଡିପାର୍ଟମେଣ୍ଟ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା। ତାପରେ ଆପଣଙ୍କ ପୋଷ୍ଟ ନାଁ ହେଉଛି କ'ଣ ନା ଶିଶୁ ସେବିକା, ବୁଝିପାରିଲେ। ନେକ୍ସଟ କ'ଣ ହେଉଛି ଏଥିରେ ଆପଣଙ୍କର ଟୋଟାଲ୍ ଭାକାନ୍ସି ହେଉଛି ଆପ୍ରୋକ୍ସିମେଟଲି 45,000 ଦେଇଛି। ମନେ ରଖନ୍ତୁ ଏଥିରେ ସେ ଆପ୍ରୋକ୍ସିମେଟଲି ଏଥିପାଇଁ ଲିଖିଛି ଯେ ଆପଣଙ୍କର ଏଥିରେ 45,000ରୁ ବଢ଼ିପାରେ କିମ୍ବା ଏଥିରେ ଆପଣଙ୍କର 45,000ରୁ କମି ମଧ୍ୟ ପାରେ, ମାଇନସ୍ ମଧ୍ୟ ହେଇପାରେ। ଓକେ, ତ ନେକ୍ସଟ ଯିବା। ନେକ୍ସଟ କ'ଣ ହେଉଛି ଜବ୍ ଆପଣ କେଉଁଠି କରିବେ। ଦେଖନ୍ତୁ ଆପଣଙ୍କର ଏଠି ଜବ୍ ହେଉଛି ଆପଣଙ୍କର ଏଠି ସ୍କୁଲରେ ହିଁ ଆପଣ ଏଥିରେ ଜବ୍ କରିବେ, ଯେମିତି ଅଙ୍ଗନବାଡ଼ି ରହୁଛନ୍ତି ଅଙ୍ଗନବାଡ଼ି ୱାର୍କର ରହୁଛନ୍ତି, ତ ଠିକ୍ ସେମିତି ଏଥିରେ ସେମିତି ଆପଣ ସ୍କୁଲ ହିଁ ଡ୍ୟୁଟି ରହିବ ଆପଣଙ୍କର ନିଜ ପଞ୍ଚାୟତର ଯେକୌଣସି ପ୍ରାଇମେରୀ ସ୍କୁଲ ହେଉ ଆପଣ ସେଠି ପୋଷ୍ଟିଂ ପାଇବେ। ଓକେ, ନେକ୍ସଟ କ'ଣ ହେଉଛି ଇଲିଜିବିଲିଟି। ଦେଖନ୍ତୁ ଏଥିରେ କେବଳ ଓନ୍ଲି ଫିମେଲ୍ କାଟାଗୋରୀ ହିଁ ଏଥିରେ କେବଳ ଆବେଦନ କରିପାରିବେ, ନାଇଁ ତ ଏଥିରେ ମେଲ୍ ଯେଉଁ କାଟାଗୋରୀ ଅଛି ଏଥିରେ ମେଲ୍ କାଟାଗୋରୀ କେହି ଆବେଦନ କରିପାରିବେନି, ଓନ୍ଲି ଫିମେଲ୍ କାଟାଗୋରୀ ହିଁ ଏଥିରେ ଆବେଦନ କରିପାରିବେ। ଓକେ, ନେକ୍ସଟ ଜବ୍ ଲୋକେସନ୍। ଦେଖନ୍ତୁ ଆପଣଙ୍କୁ ପ୍ରଥମ କହିଛି ନିଜ ପଞ୍ଚାୟତ ସ୍କୁଲରେ ପାଇବେ। ଜବ୍ ଲୋକେସନ୍ ହେଉଛି ଆପଣଙ୍କର ଏଥିରେ ଦେଖନ୍ତୁ ନିୟରେଷ୍ଟ ସ୍କୁଲ ଅର୍ ଅଙ୍ଗନବାଡ଼ି ସେଣ୍ଟର। ଓକେ, ଆପଣଙ୍କର ଏଥିରେ ଆପଣ କ'ଣ ନା ଆପଣଙ୍କ ସ୍କୁଲରେ ପୋଷ୍ଟିଂ ପାଇପାରନ୍ତି କିମ୍ବା ଅଙ୍ଗନବାଡ଼ିରେ ମଧ୍ୟ ପୋଷ୍ଟିଂ ପାଇପାରନ୍ତି, ଏଇଟା ଆପଣ ସିଲେକ୍ସନ୍ ହେଇସାରିଲା ପରେ। ଓକେ, ତ ତାପରେ ଆପଣ ଏଥିରେ ପ୍ରୋସେସିଂ ଆପଣ ଯେଉଁ ପୋଷ୍ଟିଂ ହେବେ ସିଲେକ୍ସନ୍ ହେବେ ତା'ର ପ୍ରୋସେସଟା କେମିତି କ'ଣ ରହୁଛି। ଦେଖନ୍ତୁ ଏଥିରେ ଆପଣଙ୍କର ମାର୍କ ବେସିସ୍ର ପୋଷ୍ଟିଂ ରହିବ, ମାର୍କ ବେସିସ୍ ସିଲେକ୍ସନ୍ ରହିବ। ଓକେ, କେମିତି ମାର୍କ, ତା ସହିତ ଇଣ୍ଟରଭ୍ୟୁ ମଧ୍ୟ ଆପଣ କରିପାରିବ। ଆପଣ ଯେଉଁ ମୌଖିକ ଇଣ୍ଟରଭ୍ୟୁ ହେଉଛି ଆପଣ ମୌଖିକ ଇଣ୍ଟରଭ୍ୟୁ ହେବ ଲିଖିତ। ଶୁଣନ୍ତୁ ଏଥିରେ ପ୍ରଥମେ ମୁଁ ଆପଣଙ୍କୁ ଜଣାଇ ଦେଉଛି ଏଥିରେ ଆପଣଙ୍କର ୱିଦାଉଟ୍ ରିଟିନ୍ ଆପଣଙ୍କର ହେବ। ଓକେ, ଏଥିରେ ରିଟିନ୍ ହିଁ ନାହିଁ ଟୋଟାଲ୍ ଉପରେ। ଆପଣମାନେ ଭାବୁଥିବେ ଯେ ଏଥିରେ ପୁଣି ରିଟିନ୍ ଥିବ, ନା ଏଥିରେ ରିଟିନ୍ ହିଁ ନାହିଁ ସର୍ବପ୍ରଥମେ। ଓକେ, ତାପରେ କ'ଣ ହେଉଛି ଆପ୍ଲିକେସନ୍ ମୋଡ଼୍। ଦେଖନ୍ତୁ ଏଥିରେ ଆପ୍ଲିକେସନ୍ ଦୁଇ ପ୍ରକାର ଆପ୍ଲିକେସନ୍ ଆପଣ ରହିବ ଏଥିରେ। ଓକେ, ଏଥିରେ ଆପଣଙ୍କ ଆପ୍ଲିକେସନ୍ ଦୁଇ ପ୍ରକାର ରହିବ, ଅନଲାଇନ୍ ରହିପାରେ ଅଫଲାଇନ୍ ମଧ୍ୟ ରହିପାରେ। କାହିଁକିନା ଏଇଟା ଏପର୍ଯ୍ୟନ୍ତ ଆବେଦନ ହେଇନି ସେଥିଲାଗି କୁହାହେଉଛି ଏଇଟା ଆପଣ ଅନଲାଇନ୍ ମୋଡ଼୍ ରହିପାରେ ଏବଂ ଅଫଲାଇନ୍ ମୋଡ଼୍ ରହିପାରେ, ସେମିତି କିଛି ଗ୍ୟାରେଣ୍ଟେଡ଼୍ ନାହିଁ। ଓକେ,
तापर भाकान्सी देखो भाकान्सी एते रही आपंकर टोटाल फुलफिल उपरे 45,000 भाकान्सी आप रहीबार अच्छी आसबार अच्छी देखो मु कन्फर्म कहूनी मु कन्फर्म कौन जे एथिरे आपंकर 45,000 रिक्वायरमेंट आसीबो पोस्ट आसीबो दरकार पड़े आपंकर 40,000 आसीपारे ओके दरकार पड़े आपंकर 35,000 आसीपारे एवं दरकार पड़े आपंकर केते ना 47,000 आसीपारे सेमिति कही हेबनी आप कहे कि ये कही कहीं बाहर आप कमेंट करेंगे ना यहाँ आप्रोक्सीमेटली देजी ओके ए कौन ना आप 45,000 आप्रोक्सीमेटली आपड़ी दरकार पड़े आप कमी पारे बढ़ी पारे ये सब लिखा हुए ओके तो नेक्स्ट देखिए आम कौन यार कम कौन आप तो फर्म पकईदे सिलेक्शन हो गले पोस्टिंग हो गले तापर आप कम कौन रही देखूँ मुझे बतई दूसरी ए कम आप शिशु पाटिका नियुक्त हे शिशु सेविका ओके माने फीमेल कैटेगरी ओके तो तापर कौन रोचे एथिरे आपंकर शिशु सेविका नियोजन नहीं मुख्यमंत्री निष्पत्ति देखो मुझे प्रथम कही आप फर्म पढ़नी केवल यार ऑफिशियल नोटिफिकेशन बाहरी जो मैंने यार नोटिस पाइबा चाहूबे से माने मोर वीडियो डिस्क्रिप्शन में टेलीग्राम लिंक दिखाई आप जॉइन कर नहीं पारे कि आपंकर वेबसाइट जाकि गवर्नमेंट वेबसाइट नहीं जापारे मुझे आपको टेलीग्राम में गवर्नमेंट वेबसाइट लिंक देती आपने नहीं जापारे ओके तो तापर कौन होपर हूँ आप दायित्व मुझे कहती हाँ दायित्व जी पिलांकर जत्न नेबे जमीक सहायता करेंगे पिला हाथ धोइबे खावाई ने जमी आप रोचे मिड डे मिल रोचे तो से हाथ धोवा खाଇବା दायित्व आप ने टॉयलेट जीवार मत सहयोग करेंगे ओके जो छोट पिला तो तापर कौन हो नेक्स्ट तापर पिला कांदिले कि पिला अजर कले देखो पिला कौन पिला कांदिले कि पिला अजर कले से आप बुझेबे ओके नेक्स्ट कौन हो पिला को बही खेलना आदि विभिन्न सहायता जिन जोगे देखो यहाँ आप जो बही हो खेलना हो यहाँ आप हाथ किणवे ना यहाँ गवर्नमेंट दब ओके तो नेक्स्ट पॉइंट कौन हो नेक्स्ट पॉइंट हूँ पिला कौन कारण यदि असुस्थ थे तेज आप फटाफट यथाशीघ्र शिक्षक को जनइबे ओके तबे नेक्स्ट काम कौन हो नेक्स्ट पॉइंट हूँ आपंकर प्रत्येक दिन पिला दिन केमी कटिला ताप गोटे नोट प्रस्तुत करेंगे देखो आपड़ जमी आपंकर गोटे प्रोग्राम रूटीन रोचे कौ दिन कौ सब्जेक्ट पढ़ा कौ टाइम पढ़ा कौन पढ़ले कौन आपंकर टैक्स दिहला होमवर्क दिहला तो ठीक सेमती ये आपंकर दिहा कौन ना गोटे नोटबुक आप प्रस्तुत करेंगे तापर पाचिका मानक समानुपातिक हार में दरमा पाइबे शिशु सेविका ओके तबे शिक्षक ऊपर अणशिक्षा कार्य हल्का करने लक्ष्य यहाँ कौन जो आपने देखुए शिक्षक मानकर जो अधिक कम रोचे जितनी एक्सट्रा कम कौन ना भोटिंग समय भोटर कम कर से जो जनगणना काम कहती एमती सब कम कहती तो यहाँ टी हाल्का करने शिशु सेविका बाहर प्रोग्राम ओके तो ये क्रिएटिव आप कौन रोचे देखो ये आप मिनिमम क्वालिफिकेशन कौन रोचे ना ये आप प्रथम रोचे +2 पास मस्ट हाव बी पास करेंगे ओके +2 पास आप पास करेंगे सिलेक्शन प्रोसीजर कौन आप जमी मार्क वाइज आप सपोज आप पंचायत आप पकई 20 जन पकई किंतु आपंकर 5टा स्कूल अच्छी तो सिलेक्शन केमती हम आप मार्क देखिए तापर आप जो इंटरव्यू हम इंटरव्यू करेंगे से आपको चूज करेंगे ओके तापर आप एज लिमिट देती एज लिमिट के एज लिमिट आप 18 ରୁ 45 वर्ष भितर आप पकई पारे जो मैंने थे ये आवेदन करेंगे ओके तापर देजी एडिशनल एलिजिबिलिटी माने एक्सट्रा आप कौन करेंगे एक्टिविटी अच्छी आप टैलेंट अच्छी ओनली फीमेल कैंडिडेट ये आप्लाय करेंगे मस्ट रेसिडेंटाल लोकल एरिया व्हेयर द पोस्ट इज वैकेंट आपणकर निज लोकल एरिया रेसिडेंट एरिया रे आप वैकेंसी आप आवेदन करेंगे ओके एथिरे आपण जो माने ऑनलाइन हो किंबा ऑफलाइन हो जो माने भी फॉर्म पकई थिबे सेमानको सिलेक्शन प्रोसीजर केमिति कोन रहइबो ना सेमानको सिलेक्शन प्रोसीजर रहइबो जेमति आपण रहउची कोन ना इंटरव्यू कंडक्ट करिबो ब्लॉक लेवल और पंचायत लेवल आप इंटरव्यू कंडक्ट करिबो से जा सिलेक्शन करिवे से ही पोस्टिंग पाइबो ओके तो आप एथिरे दरमा केते कोन रहइबो एथि आपनकर दरमा रहि जिवो मात्र 3,000 टंका देखो एथे आपंकर 3,000 ही दरमा केवल रहा बाद एपंकर
ଦରମା ମଧ୍ୟ ଯେମିତି ଗଭର୍ଣ୍ଣମେଣ୍ଟ ବଢ଼ୁଛି ସେମିତି ମଧ୍ୟ ବଢ଼ିପାରେ। ଓକେ, ଆପଣ ଯେତେବେଳେ ଆପଣଙ୍କର ଫର୍ମକୁ ଆପ୍ଲାଏ କରିବେ, ଓକେ, ଆପଣ ଯେତେବେଳେ ଆପଣଙ୍କ ଫର୍ମକୁ ଆପ୍ଲାଏ କରିବେ, ସେ ଚାହେ ଆପଣଙ୍କ ଅଫଲାଇନ୍ ହେଉ କିମ୍ବା ଆପଣଙ୍କର ଅନଲାଇନ୍ ହେଉ ଆପଣ ଆପ୍ଲାଏ କରିବେ। ସେଥିପାଇଁ ଆପଣଙ୍କର କ'ଣ ଡକୁମେଣ୍ଟ ଦରକାର? 10th ଆଉ ପ୍ଲସ୍ ସାର୍ଟିଫିକେଟ୍ ଆପଣଙ୍କ ଦରକାର, ଆଧାର କାର୍ଡ଼ କିମ୍ବା ଭୋଟର କାର୍ଡ଼ ଦରକାର, ରେସିଡେଣ୍ଟ ସାର୍ଟିଫିକେଟ୍ ଦରକାର, କାଷ୍ଟ ସାର୍ଟିଫିକେଟ୍ ଦରକାର। ଯଦି ଆପଣ SC ST କିମ୍ବା ଆପଣ OBC କି ଯାହା ହେଇଥିବେ SC ହେଇଥିବେ ସେଥିରେ ଆପଣ ଏଥିରେ ଡକୁମେଣ୍ଟ ଦେବେ, ନାହିଁ ତ ଆପଣ ଜେନେରାଲ କାଷ୍ଟ ହେଇଥିଲେ ଆପଣ ଏଥିରେ ଡକୁମେଣ୍ଟ ଦେବେ ନାହିଁ। ଓକେ, ତାପରେ କ'ଣ ହେଉଛି ପାସପୋର୍ଟ ସାଇଜ୍ ଫଟୋଗ୍ରାଫ। ଦେଖନ୍ତୁ ଏଥିରେ ଆପଣଙ୍କ ପାସପୋର୍ଟ ସାଇଜ୍ ଫଟୋଗ୍ରାଫ ଦେଇଛି, କିନ୍ତୁ କେତେଟା ଦେଇଛି ସେମିତି ପର୍ଟିକୁଲାର ଜଣା ନାହିଁ। ଆପଣଙ୍କ ନିୟର ସ୍କୁଲ, ଆପଣଙ୍କ ନିୟରେଷ୍ଟ ସ୍କୁଲ, ଅଙ୍ଗନବାଡ଼ି, ବ୍ଲକ ଅଫିସ୍, ଗ୍ରାମ ପଞ୍ଚାୟତ ଅଫିସରେ ଆପଣମାନେ ଏ ବିଷୟରେ ବୁଝିପାରିବେ, କିମ୍ବା ଆପଣ ଆପଣଙ୍କର ଯେଉଁ ଡିଷ୍ଟ୍ରିକ୍ଟ ଲେବୁଲର ପୋର୍ଟାଲ ରହିଛି ଆପଣ ସେଥିରେ ମଧ୍ୟ ଅନଲାଇନ୍ ମଧ୍ୟ ଚେକ୍ କରିପାରିବେ ୟାର ଅପଡ଼େଟ୍ ପାଇଁ। ଓକେ, ଆଶା କରିଥିବି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥିବ ଇନଫର୍ମେସନ୍ ପାଇଁ। ଆପଣ ତେଣୁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଭିଡ଼ିଓକୁ ଲାଇକ୍ ସେୟାର କରିବାକୁ ଭୁଲିବେ ନାହିଁ, କାରଣ ଆପଣଙ୍କର ସେୟାର ଗୋଟିଏ ସେୟାର ଆପଣଙ୍କ ସାଙ୍ଗସାଥି ମଧ୍ୟ ଏଇ ଭାଲ୍ୟୁଏବୁଲ୍ ଇନଫର୍ମେସନ୍ ପାଇପାରିବେ।